ଏମାନଙ୍କର ସାର୍ ମାନେ କେମିତି ଥିଲା ମୂଳ ଅପରେଣ୍ଡି ଆଉ ବିଶେଷ କରି ଏମାନଙ୍କ ଟାର୍ଗେଟ ରେ କିଏ ଥିଲେ ଆଉ ଲୁଟିବାର ତରିକା କେମିତି ଥିଲା? ଗତ 12 ତାରିଖ ରାତି 10ଟା ବେଳକୁ ପ୍ରଦୀପ ସେନାପତି ବୋଲି ଜଣେ ଅଭିଯୋଗକାରୀ ସେ ବରଗଡ଼ ଥାନାରେ ଯାଇକି ଅଭିଯୋଗ କଲେ ଯେ ସେ କେଶୁରା ବ୍ୟାଙ୍କ କଲୋନୀରୁ ତା ସାଥୀ ସହିତ ସେ ବ୍ୟାଙ୍କ ବାଇକ୍ରେ ସେ ତା ଘରକୁ ଫେରୁଥିଲେ ପୁରୀ ବାଇପାସ୍ ରୋଡ଼ରେ। ଆଉ ସେ ଓଡିଆଣୀ ହୋଟେଲ ଢାବା ପାଖରେ 6 ଜଣ ପିଲା ହଠାତ୍ ତାକୁ ଅଟକାଇ ବନ୍ଧୁକ ଦେଖେଇ ତା ପାଖରୁ ମୋବାଇଲ ଛଡ଼େଇ ନେଲେ ଆଉ ତାକୁ ମଧ୍ୟ ମାରଧର କଲେ। ସେ ଘଟଣାରେ ସେ ଯାଇକରି ଯେତେବେଳେ ବରଗଡ଼ ଥାନାରେ କେସ୍ ଦେଲେ ତାପରେ ବରଗଡ଼ ଥାନା ଗୋଟେ ଜିରୋ ଏଫଆଇଆର କରିକିରି ଧଉଳି ଥାନାକୁ ପଠାଇଥିଲେ। ସେ ଧଉଳି ଥାନା ସେ ଜିରୋ ଏଫଆଇଆର ଉପରେ 121/2024 310 ଏବଂ 25 ଆର୍ମସ ଆକ୍ଟରେ ମଧ୍ୟ କେସ୍ ରୁଜୁ କଲା ପରେ ତାପରେ ଯେତେବେଳେ ସେ ଅଭିଯୋଗକାରୀ ତା ପରଦିନ ଯାଇକି ଯେତେବେଳେ ସେ ବ୍ୟାଙ୍କରେ ଚେକ୍ କଲା ସେତେବେଳେ ତା ମୋବାଇଲ ଫୋନରୁ ସେ 63,000 ଟଙ୍କା ୟୁପିଆଇ ମୋଡ୍ ଟ୍ରାଞ୍ଜାକ୍ସନରେ ସେ ଆକ୍ୟୁଜ ମାନେ ନେଇଯାଇଛନ୍ତି। ତ ସେ ତାପରେ ସେ ଜଣା ପଡ଼ିଲା ପରେ ଆମର ତଦନ୍ତ କରାଗଲା। ତଦନ୍ତ କଲା ପରେ ବ୍ୟାଙ୍କରୁ ୟୁପିଆଇ ଟ୍ରାଞ୍ଜାକ୍ସନ୍ କଲେକ୍ସନ୍ କଲା ପରେ ଜଣା ପଡ଼ିଲା ପର୍ଟିକୁଲାର 2ଟା ନମ୍ବରକୁ ଗୋଟେ 60,000 ଟଙ୍କା ଯାଇଛି ସୂର୍ଯ୍ୟକାନ୍ତ ଜେନା ଆକାଉଣ୍ଟକୁ ଏବଂ ତା ମୋବାଇଲ ନମ୍ବରକୁ ଏବଂ ଆଉ ଗୋଟେ ଯାଇଛି ଆମର ଇଏ ଗୋବିନ୍ଦ ମଲ୍ଲିକ ତା ଆକାଉଣ୍ଟକୁ ତା ମୋବାଇଲ ନମ୍ବରକୁ ଯାଇଛି 3,000 ଟଙ୍କା। ତ ସେଇ ଟ୍ରାଞ୍ଜାକ୍ସନ୍ ଡିଟେଲ ଜଣା ପଡ଼ିଲା ପରେ ତାପରେ ତାର ମୋବାଇଲ ନମ୍ବର ଏବଂ ତା ନାଁ ଆଧାରରେ 2 ଜଣଙ୍କୁ ପ୍ରଥମେ ଧରାଗଲା ପରେ ତାଙ୍କ ପାଖରୁ ଗୋଟେ ମଧ୍ୟ ପଲ୍ସର ବାଇକ୍ ମଧ୍ୟ ସିଜ୍ କରାଗଲା ଏବଂ ତା ପାଖରୁ ମୋବାଇଲ ସିଜ୍ କରାଗଲା। ତାପରେ ଅନ୍ୟ 3 ଜଣଙ୍କୁ ମଧ୍ୟ ଧରାଗଲା ପରେ ସେମାନଙ୍କ ପାଖରୁ ମଧ୍ୟ ଗୋଟେ ମୋଟର ସାଇକେଲ ଏବଂ ସେମାନଙ୍କ ପାଖରୁ ମୋବାଇଲ ସିଜ୍ କରାଗଲା। ସର୍ବମୋଟ 2ଟା ମୋଟରସାଇକେଲ ସିଜ୍ କରାଯାଇଛି, ଗୋଟେ ପଲ୍ସର ବାଇକ୍ ଏବଂ ଆଉ ଗୋଟେ ୟାମା R15 ଏବଂ ତାଙ୍କ ପାଖରୁ 7ଟି ମୋବାଇଲ ମଧ୍ୟ ସିଜ୍ କରାଯାଇଛି ଏବଂ କମ୍ପ୍ଲେଣ୍ଟ ପାଖରୁ ଯେଉଁଟା ବ୍ୟାଙ୍କରୁ ଅଣାହେଇଥିଲା ଟ୍ରାଞ୍ଜାକ୍ସନ୍ ଡିଟେଲ ସେ ଟ୍ରାଞ୍ଜାକ୍ସନ୍ ଡିଟେଲ ମଧ୍ୟ ସିଜ୍ କରାଯାଇଛି। ସେଥିରେ କ୍ଲିୟର ଲେଖା ଅଛି 63,000 ଟଙ୍କା ୟା ଆକାଉଣ୍ଟରୁ କମ୍ପ୍ଲେଣ୍ଟ ଆକାଉଣ୍ଟରୁ ଆକ୍ୟୁଜ ମାନଙ୍କ ଆକାଉଣ୍ଟକୁ ମଧ୍ୟ ସିଫ୍ଟ ହେଇଥିବାର ପ୍ରମାଣ ମିଳିଲା ପରେ ଆକ୍ୟୁଜ ମାନେ ମଧ୍ୟ ସେମାନେ କନଫେସ୍ କରିଛନ୍ତି ଏବଂ ସିଏ ପ୍ରଥମେ 60,000 ଟଙ୍କା ଯିଏ ସୂର୍ଯ୍ୟକାନ୍ତ ସେ ମଧ୍ୟ ଅନ୍ୟମାନଙ୍କୁ ସେ ବାଣ୍ଟିଛି। ଆଉ ଜଣେ ଯିଏ ଅଛନ୍ତି ରେଡି ରୋଶନ ରେଡି ତାକୁ ମଧ୍ୟ ସେ 20,000 ଟଙ୍କା ଦେଇଛି। ସେମାନେ କ'ଣ କରନ୍ତି, ସେମାନେ ମୋଟରସାଇକେଲରେ ପ୍ରଥମେ ବୁଲାବୁଲି କରନ୍ତି, ଦେଖନ୍ତି ଯେତେବେଳେ ନିଛାଟିଆ ଅଛି ସେମାନେ ପର୍ଟିକୁଲାରଲି ଏଇଟା ରାତିରେ ସେମାନେ କରୁଛନ୍ତି, ରାତି 11ଟା ପରେ। ଆଉ ଯେହେତୁ ଆମର ପୁରୀ ବାଇପାସ୍ ରୋଡ଼ଟା ନିଛାଟିଆ ରହୁଛି ସେମାନେ ପୁରୀ ବାଇପାସ୍ ରୋଡ଼କୁ ସେମାନେ ଟାର୍ଗେଟ କରୁଛନ୍ତି। ଟାର୍ଗେଟ କରି ଯେତେବେଳେ ଯେଉଁଠି ଧର ନିଛାଟିଆ ଜାଗା ପାଇଲେ ସେମାନେ କୌଣସି ବାଇକ୍ ଯଦି ଆସିଲା ତାକୁ ସେମାନେ ଅଟକେଇକି ତାଙ୍କ ପାଖରୁ ଛଡ଼ାଛଡ଼ି କରି ମୋବାଇଲ ଟଙ୍କା ଯାହା ଅଛି ସେମାନେ ତାଙ୍କ ପାଖରୁ ଲୁଟ୍ କରିଥାନ୍ତି। ଏ ବାବଦରେ ମଧ୍ୟ ଆମର ତଦନ୍ତ ଜାରି ଅଛି ଏବଂ ଆଉ କିଛି ମଧ୍ୟ ସେମାନେ କେଉଁଠି କିଛି ଲୁଟ୍ କରିଥିବେ ସେ ବିଷୟରେ ମଧ୍ୟ ହସ୍ତଗତ ହେଲେ ସେ ଅନୁସାରେ ତାଙ୍କ ବିରୁଦ୍ଧରେ ଅନ୍ୟ କେସ୍ ମଧ୍ୟ ଲାଗୁ ହେବ। ମାନେ କିଏ ଏମାନଙ୍କର ଏମୋ କ'ଣ କେତେ ଦିନ ହବ କେତେ ସମୟ ଧରି ଏମିତି ଲୁଟପାଟ ଚଲାଇଥିଲେ ରାଜଧାନୀ ରାଜ୍ୟର? ଏମାନେ ତ ବର୍ତ୍ତମାନ ଯାହା ଆପାତତଃ ଜଣାପଡ଼ିଛି 11 ତାରିଖ ଏଇ ଘଟଣାଟା ହେଇଛି ଗତ 11 ତାରିଖ ଦିନ ରାତି 11:30 ବେଳେ ଏବଂ ତାପରେ ମଧ୍ୟ ସେମାନେ ଆଉ ଜଣଙ୍କ ପାଖରୁ ଏମିତି ମୋବାଇଲ ଛଡ଼େଇଥିବାର ମଧ୍ୟ ସେମାନେ କନଫେସ୍ କରିଛନ୍ତି ଆଉ ସେଟା ମଧ୍ୟ ବର୍ତ୍ତମାନ ତଦନ୍ତ ଅଛି ଏବଂ ସେଟା ହସ୍ତଗତ ହେଲେ ସେ ବାବଦରେ କେସ୍ ରୁଜୁ କରାଯାଇ ତଦନ୍ତ କରାଯିବ ଏବଂ ସେମାନଙ୍କୁ ଆଜି ଗିରଫ କରାଯାଉଛି। ଗିରଫ କରାଇକି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଗୋଟେ ନୂଆ ଦିଗ ସାମ୍ନାକୁ ଆସୁଛି ଯେ ଲୁଟ୍ କରିବା ମୋବାଇଲରୁ କେମିତି ଟ୍ରାଞ୍ଜାକ୍ସନ କରୁଥିଲେ ୱିଦାଉଟ୍ ପିନ୍ ଆଉ ଲୋକର ତାର ପଛରେ ସେମାନେ ପ୍ରଥମେ ଆକ୍ୟୁଜ ତାଙ୍କର କନଫେସ୍ ଅନୁସାରେ ସେମାନେ କହିବା କଥା ସେମାନେ ଅନ୍ଦାଜିଆ ଅନୁମାନିକ ଭାବରେ ସେମାନେ ସିକ୍ରେଟ ଯେଉଁ ନମ୍ବର ଅଛି ସେମାନେ ୟୁଜ୍ କରିଥିଲେ। ୟୁଜ୍ କଲା ପରେ ସିକ୍ରେଟ ନମ୍ବର ତାଙ୍କର ସେମାନେ ମିଳିଗଲା ପରେ ସେମାନେ ସାଙ୍ଗେ ସାଙ୍ଗେ ଟ୍ରାଞ୍ଜାକ୍ସନ୍ କରିଥିଲେ, ଯେଉଁଟାକି ସେ ଟ୍ରାଞ୍ଜାକ୍ସନ୍ଟା ତାଙ୍କର ଆକାଉଣ୍ଟକୁ ମଧ୍ୟ ଯାଇଥିଲା ଏବଂ ସେଇଟା ମଧ୍ୟ ଆମର ହସ୍ତଗତ ହେଇଥିଲା। ସେମାନେ କହିଛନ୍ତି ଅଭିଯୋଗକାରୀ ସେ କହିଛି ଯେ ମୋତେ ବନ୍ଧୁକ ଦେଖେଇଲେ, ବଟ୍ ସେମାନେ ବନ୍ଧୁକ ଏପର୍ଯ୍ୟନ୍ତ ତାଙ୍କ ପାଖରୁ କୌଣସି ମିଳିନି କି ସେମାନେ ବନ୍ଧୁକ ୟୁଜ୍ କରିଥିବାର ମଧ୍ୟ ସେମିତି କିଛି ଠୋସ୍ ପ୍ରମାଣ ମିଳିନାହିଁ। ତଥାପି ତଦନ୍ତ ଚାଲିଛି, ଯଦି ଜଣାପଡ଼ିବ ବନ୍ଧୁକ ଜବତ କରାଯିବା ପାଇଁ। କିନ୍ତୁ ବର୍ତ୍ତମାନ
ସେ 5 ଜଣଙ୍କ ବ୍ୟାକଗ୍ରାଉଣ୍ଡ କଣ କିଛି ଏଜୁକେଶନାଲ କ୍ୱାଲିଫାଇଡ ପିଲା ସିଏ ନା ସେମାନେ କଣ କରନ୍ତି ପେଶାରେ କଣ ପେଶାରେ କଣ ମାନେ କରନ୍ତି କାହିଁକି ପେଶାରେ ସେମାନେ ଜଣେ ପିଲା ଯିଏ ସୂର୍ଯ୍ୟକାନ୍ତ ଜେନା ସେ କଲେଜରେ ବର୍ତ୍ତମାନ ସେ ବିଏ ପଢୁଛି ତା ଘର ହଉଛି ଜଗତସିଂହପୁର ରଘୁନାଥପୁର ଥାନା ଜଗତସିଂହପୁର ଏରିଆର ସିଏ ହିଁ ସବୁ ଗୁଡାକୁ ଲିଡ୍ କରୁଥିଲା ଏବଂ ତା ସହିତ ଆମର କଦଳୀ ଗୋଦାମ ଯୋଉ ଅଛି ଲକ୍ଷ୍ମୀସାଗର ଥାନା ସେ ଅଞ୍ଚଳ ଗୋଟେ ପିଲା ଅଛି ଆଉ ଗୋଟେ ବ୍ରହ୍ମପୁର ଗଞ୍ଜାମର ଗୋଟେ ପିଲା ଅଛି ଗଞ୍ଜାମର ଯିଏ ବ୍ରହ୍ମପୁର ପିଲା ସିଏ ଆମର ଏଠି ମହାବୀର ନଗର ଲିଙ୍ଗରାଜ ଏରିଆରେ ରହୁଛି ତ ଏମାନେ ସମସ୍ତେ କେହି +2 କେହି ମ୍ୟାଟ୍ରିକ ପରୀକ୍ଷା ପରେ ଏମିତି ବୁଲାବୁଲି କରୁଛନ୍ତି ଭେଗାବାଉଣ୍ଡ ଏମାନେ ଆଉ ସେମାନଙ୍କର ମୁଖ୍ୟତଃ ଲୋକଙ୍କ ପାଖରୁ ଲୁଟିବା କି ଟଙ୍କା ଖରାପ ଉଦ୍ଦେଶ୍ୟରେ ଏମାନଙ୍କୁ ଅର୍ଜନ କରିବା ଏମାନଙ୍କର ଲକ୍ଷ୍ୟ ପୂର୍ବରୁ କିଛି ଅଭିଯୋଗ ଆଙ୍କ ନାଁରେ ରହିଛି ପୂର୍ବରୁ ଅଭିଯୋଗ ଏଟା ତଦନ୍ତ ବର୍ତ୍ତମାନ ଅଛି ଜଣା ପଡିବ ସେମାନେ ଆଉ କୋଉ କୋଉ ଥାନାରେ କୋଉ କୋଉ କେସରେ ଇନଭଲ୍ଭ ଅଛନ୍ତି ତଦନ୍ତ କଲେ ଜଣା ପଡିବ ଲୁଟ୍ ଟଙ୍କାକୁ ନେଇକି ସେମାନେ କଣ କିଛି ପାର୍ଟି କରୁଥିଲେ ନା ମାନେ କେମିତି କଣ ନା ସେମାନେ ଲୁଟ୍ ଟଙ୍କାକୁ ନେଇକି ତାଙ୍କ ଭିତରେ ଡିଷ୍ଟ୍ରିବ୍ୟୁଟ କରିଛନ୍ତି ଏବଂ ଆଉ କିଛି ତଥ୍ୟ ଜଣା ପଡିବ କଣ କରିଛନ୍ତି ଏମାନଙ୍କୁ ସାର୍ ଦେଖନ୍ତୁ ସାର୍ ହାଇୱେ ଉପରେ ଏମିତି କରୁଛନ୍ତି ଆପଣଙ୍କୁ ଅନେକ ଅପରାଧ ମଧ୍ୟ ରହିଛି ପୂର୍ବରୁ କେସେସ୍ ରହିଛି ତାହେଲେ ଏମାନଙ୍କୁ କଣ ମାନେ ପେଶାଦାର ଅପରାଧ ରିମାଣ୍ଡରେ ଅଣାଯିବ କି ବନ୍ଧୁକ ଲିଙ୍କ ବା ଆଉ କିଛି ଏମାନଙ୍କର ଆମର ଏମାନେ ଅପରାଧିକ କାର୍ଯ୍ୟକଳାପ ଏବଂ ଅନ୍ୟ କୋଉଠି ସେମାନେ ସମ୍ପୃକ୍ତି ଅଛି ସେ ବାବଦରେ ତଦନ୍ତ କଲେ ଜଣା ପଡିଲା ପରେ ଏମାନଙ୍କୁ ମଧ୍ୟ ରିମାଣ୍ଡରେ ଆଣିକି ପଚରାଉଚରା କରାଯିବାର ଅଛି ବର୍ତ୍ତମାନ ଅଭିଯୋଗକାରୀ ଯିଏ ସିଏ କହିଛି ଯେ ବନ୍ଧୁକ ୟୁଜ୍ କରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରମାଣ ମିଳିନି ଏବଂ ପରେ ଯଦି ଆମର ଅନ୍ୟ କେସ୍ ଜଣା ପଡିବ ତାଙ୍କ ବିରୁଦ୍ଧରେ ତାହେଲେ ସେମାନଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯାଇ କଲା ପରେ ଜଣା ପଡିବ ସେମାନେ ବନ୍ଧୁକ ୟୁଜ୍ କରିଥିଲେ କି ନାହିଁ ଅଲଗା ଅଲଗା ଏରିଆର ପିଲା କେମିତି ସେମାନେ ସବୁ ଯେହେତୁ ଏଇ ସବୁ ଭୁବନେଶ୍ୱରରେ ସେମାନେ ରହୁଛନ୍ତି ଯଦିଓ ସେ ବିଭିନ୍ନ ଜିଲ୍ଲାର ସେମାନେ ପିଲା କିନ୍ତୁ ସେମାନେ ଗୋଟେ ଜାଗାରେ ପ୍ରାୟ ମିଳିତ ହୁଅନ୍ତି ଆଉ ସେମାନଙ୍କର ବ୍ୟାକଗ୍ରାଉଣ୍ଡ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ସେମାନେ ରହୁଛନ୍ତି ତେଣୁ ସେମାନେ ଗୋଟେ ଜାଗାରେ ମିଶିକି ଆସେମ୍ବଲି ହୁଅନ୍ତି ଏବଂ ଫର୍ଦର କ୍ରାଇମ୍ କରିବା ପାଇଁ ସେମାନେ କନସ୍ପିରାସି କରିଥାନ୍ତି ଜେଲ ଫେରନ୍ତା ଅଛନ୍ତି କି ସେମାନଙ୍କ ମଧ୍ୟରୁ ନାଇଁ ସେମିତି କିଛି ଜଣା ପଡ଼ିନି ବର୍ତ୍ତମାନ ସୁଦ୍ଧା ଆମର ଫର୍ଦର ଇନଭେଷ୍ଟିଗେସନ ହେଲେ ଜଣା ପଡ଼ିବ